ଆଜି ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଯେଉଁ ବୟାନ ଦେଇଛନ୍ତି ତାହା ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ କହିଲେ ଯେ ଯଦି ଦଳୀୟ ମିଟିଂ ହୁଏ ତାହେଲେ ଆମେ ଶଙ୍ଖ ଭବନରେ ବସିବୁ, ଅନ୍ୟଥା ଆମେ ଅନ୍ୟ ସ୍ଥାନରେ ଏକାକୀ ବସି କିଛି ଆଲୋଚନା କରିପାରିବୁ। ଆମେ ଆଉ ଛୋଟ ପିଲା ହୋଇନାହୁଁ। ଅର୍ଥାତ୍ ସିଧାସଳଖ ଯେଉଁ ନବୀନ ପଟ୍ଟନାୟକ କହିଥିଲେ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ଯେ ପାଣ୍ଡିଆନ ଦଳ ପାଇଁ ଅନେକ କାମ କରିଛନ୍ତି, ତାଙ୍କୁ ସମାଲୋଚନା କରା ନଯାଉ ଏବଂ ବିଭିନ୍ନ ସ୍ଥାନରେ ଯେଉଁ ନେତାମାନେ ଏକତ୍ରିତ ହୋଇ ଆଲୋଚନା କରୁଛନ୍ତି ତାହା ନକରି ଶଙ୍ଖ ଭବନରେ ଆସି ସେମାନେ ଆଲୋଚନା କରନ୍ତୁ, ତାର ଜବାବ ସ୍ୱରୂପ ପ୍ରଫୁଲ୍ଲ ମଲ୍ଲିକ ଏହି କଥା କହିଥିଲେ। ଯେଉଁ ନବୀନ ପଟ୍ଟନାୟକ ନବୀନ ନିବାସକୁ ମନ୍ତ୍ରୀ ଏମ୍ପିଙ୍କର ପାଦ ପକାଇବାର ସାହସ ନଥିଲା, ସେଠାରେ ମୁନାଖା ତାଙ୍କର ସଂଖ୍ୟାଲଘୁ ସମ୍ପ୍ରଦାୟର ସମର୍ଥକଙ୍କୁ ପହଞ୍ଚାଇ ପାଣ୍ଡିଆନଙ୍କ ବିରୁଦ୍ଧରେ ନାରା ଦେବା, ଏହାପରେ ବିଭିନ୍ନ ନେତାମାନେ ହୋଟେଲରେ ବସି ଆଲୋଚନା ଏବଂ ଆଗାମୀ ଯୋଜନା ଉପରେ ଆଲୋଚନା କରିବା, ଏପରିକି ଯୁବ ବିଧାୟକ ନେତାମାନେ ମଧ୍ୟ ଅନ୍ୟ ଏକ ବିଧାୟକଙ୍କ ଘରେ ବସି ଆଲୋଚନା କରିବା, ଏସବୁ ଖବର ପରେ ପ୍ରଫୁଲ୍ଲ ମଲ୍ଲିକ ସିଧାସଳଖ କହିବା ଅର୍ଥାତ୍ ଯେଉଁ ନବୀନ ପଟ୍ଟନାୟକ କିମ୍ବା ପାଣ୍ଡିଆନକୁ ସାମ୍ନା କରିବା ମଧ୍ୟ କୌଣସି ମନ୍ତ୍ରୀ ଏମ୍ପିଙ୍କ ସପକ୍ଷରେ ନଥିଲେ, ତାଙ୍କ ବିରୁଦ୍ଧ ସ୍ୱର ସିଧାସଳଖ କହିବା ଅର୍ଥ ସେହି ବିଜେଡ଼ିର ଏମ୍ଏଲ୍ଏ ଏବଂ ଏମ୍ପି ମାନେ ବୁଝି ସାରିଲେଣି ଯେ ନବୀନ ପଟ୍ଟନାୟକଙ୍କର ଆଗାମୀ ନିର୍ବାଚନରେ ସେହି ତାଙ୍କର ଚମତ୍କାରିତା ନାହିଁ ଯାହା ସେ ଠିଆ ହୋଇ ଭୋଟ ମାଗିଲେ ଲୋକ ଭୋଟ ଦେଇଦେବେ। ଆଗାମୀ ଦିନରେ ଯଦି ତାଙ୍କୁ ରାଜନୀତି କରିବାକୁ ପଡ଼େ ତାହେଲେ ନିଜ ଦମ ବଳରେ ନିଜକୁ ନିଜ ନିର୍ବାଚନ ମଣ୍ଡଳୀରୁ ଜିତି ଆସିବାକୁ ହେବ। ଯେଉଁ ପ୍ରକାର ଭାବରେ ରାଜନୀତିର ଧାରା ଏକଚାଟିଆ ଭାବରେ ପାଣ୍ଡିଆନଙ୍କୁ ସର୍ବମୟ କ୍ଷମତା ଦେଇଥିଲେ ନବୀନ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ତାଙ୍କ ପାଦର ତଳେ ଶରଣ ନେବାକୁ ପଡ଼ୁଥିଲା, ତାହା ଆଉ ବିଜେଡ଼ିର ନେତାମାନେ ଗ୍ରହଣ କରିବାକୁ ରାଜି ନୁହେଁ ବୋଲି ପ୍ରଫୁଲ୍ଲ ମଲ୍ଲିକଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି ଏବଂ ସେ କହୁଛନ୍ତି ଆମେ ଆଉ ପିଲା ହୋଇନାହୁଁ। ତେଣୁ ଏଭଳି ପରିପ୍ରେକ୍ଷୀରେ ବିଜେଡ଼ିରେ ଯେ ଭବିଷ୍ୟତ ଆଉ ନାହିଁ ତାଙ୍କ ନେତାମାନେ ଅନୁଭବ କଲେଣି ଏବଂ ଆଲୋଚନା ମଧ୍ୟ କଲେଣି। କାରଣ ଆଗାମୀ 2029 ନିର୍ବାଚନରେ ନବୀନ ପଟ୍ଟନାୟକର ଶରୀର କେଉଁ ଅବସ୍ଥାରେ ଥିବ, ସେ ବାହାରକୁ ବାହାରିବା ପରିସ୍ଥିତିରେ ଥିବେ କି ନଥିବେ, କିମ୍ବା ସେ କେତେ ଦୂର ଲୋକଙ୍କ ପାଖରେ ଗ୍ରହଣୀୟ ହୋଇ ରହିଥିବେ, ତାହା ବିଜେଡ଼ି ନେତାମାନଙ୍କୁ ସନ୍ଦେହରେ ପକାଇ ଦେଇଛି ଏବଂ ଆଗାମୀ ରାଜନୈତିକ ଭବିଷ୍ୟତ ତାଙ୍କୁ ତାଙ୍କ ନିଜ ଭିତରେ ଚିନ୍ତା କରିବା ପାଇଁ ବାଧ୍ୟ କରିସାରିଛି ଏବଂ ସେମାନେ ନବୀନ ପଟ୍ଟନାୟକର ଏକତରଫା ପାଣ୍ଡିଆନକୁ ତାଙ୍କ ଉପରେ ସବାର କରିବାର ଯେଉଁ ନିର୍ଦ୍ଦେଶକୁ ଆଉ ଗ୍ରହଣ କରିବା ସପକ୍ଷରେ ବିଜେଡ଼ିର ନେତାମାନେ ଯେ ନାହାନ୍ତି, ଏହା ସ୍ପଷ୍ଟ ଭାବରେ ଅନୁମେୟ ହେଉଛି। ଏଣୁ ଆଗାମୀ ଦିନରେ ବିଜେଡ଼ି ଯେ ଆହୁରି ଦୁର୍ବଳ ହେବାକୁ ଯାଉଛି ଏବଂ ଭାଗ ଭାଗ ହେବାକୁ ଯାଉଛି ଏବଂ କିଛି ନେତା ବିଜେପି, କିଛି ନେତା କଂଗ୍ରେସ ଟିକେଟରୁ 2029 ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଚଳାଉଛନ୍ତି, ଏକଥା ସ୍ପଷ୍ଟ ଭାବରେ ବାରି ହେଉଛି। ତେଣୁ ଆଗାମୀ ନିର୍ବାଚନରେ ବିଜେପି ଯେ ଓଡ଼ିଶାରେ ନିଶ୍ଚିନ୍ତ ଭାବରେ ଏକ ଶକ୍ତିଶାଳୀ ଦଳ ଭାବରେ ଠିଆ ହେଉଛି ଏବଂ ତାକୁ ପ୍ରତିଦ୍ୱନ୍ଦିତା କରିବା ପାଇଁ କଂଗ୍ରେସ ଏବଂ ବିଜେଡ଼ି ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିବ, ଏହା ବିଜେଡ଼ିର ନେତାମାନେ ମଧ୍ୟ ସ୍ପଷ୍ଟ ଅନୁମାନ କରିସାରିଲେଣି।